ଦୁଇଟି ଲବଙ୍ଗ କଳା ସୂତାରେ ବାନ୍ଧିକି ପକେଟରେ ରଖିଦିଅନ୍ତୁ। ଗ୍ୟାରେଣ୍ଟି ଦେଉଛି ସେ ଝିଅ ପଟିଯିବ। ନିଜେ ଆସି ତୁମ ସହିତ କଥା ହେବ, ତୁମକୁ ଭଲ ପାଉଛି ବୋଲି କହିବ। ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ବିନା ମନ୍ତ୍ର ତନ୍ତ୍ରରେ କେବଳ ଦୁଇଟି ଲବଙ୍ଗରେ ଝିଅ ପଟେଇବା ପାଇଁ ବଶୀକରଣ ବିଦ୍ୟା, ଯାହାର ପ୍ରୟୋଗରେ ଆପଣ ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ଅତି ସହଜରେ ପଟେଇ ପାରିବେ। ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ପଟେଇ ପାରିବେ। ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଏହି ବଶୀକରଣ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର ମନ୍ତ୍ର ତନ୍ତ୍ର କରିବାକୁ ପଡ଼ିବନି କିମ୍ବା କିଛି ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। ଆପଣ ବିନା ମନ୍ତ୍ର, ବିନା ତନ୍ତ୍ର, ବିନା କିଛି ପଇସା ଖର୍ଚ୍ଚ କରି ନିଜ ପସନ୍ଦର ସେ ଝିଅ ବା ନାରୀକୁ ପଟେଇ ପାରିବେ। ହଁ ଫ୍ରେଣ୍ଡସ୍, ଆପଣ ସମସ୍ତଙ୍କର ଇଚ୍ଛା ଥିବ କେଉଁ ନା କେଉଁ କୁଆଁରୀ ଝିଅ ବା ବିବାହିତା ନାରୀକୁ ପଟେଇବା ପାଇଁ, ତାକୁ ନିଜ ବଶରେ କରି ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବା ପାଇଁ। ତେବେ ଆଜିର ଏହି ଭିଡ଼ିଓଟି ଆପଣଙ୍କର କାମରେ ଆସିବ। ହଁ ଫ୍ରେଣ୍ଡସ୍, ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କ ପାଇଁ ଆମର ତନ୍ତ୍ରଶାସ୍ତ୍ରରୁ ଏମିତି ଏକ ସହଜ ମହାଶକ୍ତିଶାଳୀ ବଶୀକରଣ ନେଇ ଆସିଛି। ଯଦି ଆପଣ ଏହି ବଶୀକରଣକୁ ଠିକ୍ ଭାବରେ କରିଦେଲେ, ମୁଁ ଆପଣଙ୍କୁ ଯେମିତି ଶିଖେଇବି ଆପଣ ଠିକ୍ ସେହିପରି କରିଦେଲେ, ତେବେ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଯେଉଁ ଝିଅ ପଟୁନଥିଲା ସେ ଝିଅ ଆପଣଙ୍କ ପ୍ରେମରେ ଦିବାନୀ ହେଇଯିବ। ଯେଉଁ ବିବାହିତା ନାରୀ ଆପଣଙ୍କୁ ଭାव ଦେଉନଥିଲା ସିଏ ନିଜେ ଫୋନ୍ କରିବ, ହାତ ଧରିକି ରୁମ୍କୁ ଡାକିବ, ଯାହା ଚାହିଁବେ ତାହା କରିବ। ଏଥିପାଇଁ ଆପଣଙ୍କୁ ବେଶୀ କିଛି କରିବାକୁ ପଡ଼ିବନି। କେବଳ ଦୁଇଟା ଲବଙ୍ଗ ଆଣିବେ। ସେ ଦୁଇଟା ଲବଙ୍ଗକୁ କଳା ସୂତାରେ ବାନ୍ଧିକି ନିଜ ପକେଟରେ କିମ୍ବା ମନି ପର୍ସରେ ରଖିଦେବେ। ତାପରେ ଦେଖିବେ ଚମତ୍କାର। ଯେପର୍ଯ୍ୟନ୍ତ ସେ ଲବଙ୍ଗ ଆପଣଙ୍କ ପାଖରେ ଥିବ ସେ ପର୍ଯ୍ୟନ୍ତ ସେ ଝିଅ ହେଉ ବା ବିବାହିତା ନାରୀ ଆପଣଙ୍କ ବଶରେ ରହିବ। ଆପଣଙ୍କର ସବୁ କଥା ମାନିବ। ଆପଣ ତାକୁ ଯାହା କହିବେ, ଯେମିତି କହିବେ ସେ କରିବ। କୌଣସି ପ୍ରକାର ବାଧା ଦେବ ନାହିଁ। ନମସ୍କାର ଫ୍ରେଣ୍ଡସ୍, ଓଡ଼ିଆ ଫଣ୍ଡା ଚ୍ୟାନେଲକୁ ଆପଣମାନଙ୍କୁ ସ୍ୱାଗତ। ଯଦି ଆପଣ ଝିଅ ପଟେଇବାକୁ ଚାହୁଁଛନ୍ତି କିମ୍ବା ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ପଟେଇବାକୁ ଚାହୁଁଛନ୍ତି, ତେବେ ଆଜିର ଏହି ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖନ୍ତୁ। କାରଣ ଆଜିର ଏହି ଭିଡ଼ିଓଟିରେ ମୁଁ ଆପଣଙ୍କୁ ଶିଖେଇବି ଝିଅ ପଟେଇବା ପାଇଁ ବଶୀକରଣ ବିଦ୍ୟା କେବଳ ଦୁଇଟି ଲବଙ୍ଗରେ। ଆପଣ ଭାବୁଛନ୍ତି କି ଦୁଇଟି ଲବଙ୍ଗରେ ଆପଣ କିପରି ବଶୀକରଣ କରିପାରିବେ, କିନ୍ତୁ ଇଏ ସତ। ଦୁଇଟି ଲବଙ୍ଗର ଏହି ବଶୀକରଣ ସବୁଠାରୁ ମହାଶକ୍ତିଶାଳୀ ବଶୀକରଣ। ଏହାର ପ୍ରୟୋଗ କେବେ ବି ଖାଲି ଯାଏନି। ଯେଉଁ ଝିଅ ବା ନାରୀ ଉପରେ ଆପଣ ଏହି ବଶୀକରଣ ମାତ୍ର ଗୋଟିଏ ଥର ପ୍ରୟୋଗ କରିଦେବେ, ସିଏ ସେହି ସମୟଠାରୁ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ, ଆପଣଙ୍କୁ ଭଲ ପାଇବାକୁ ଲାଗିବ। ଏହି ବଶୀକରଣ ସାହାଯ୍ୟରେ ଆପଣ ଶାଶୁ, ନଣନ୍ଦ, ଦିଅର, ଭାଉଜ କାହାକୁ ବି ନିଜ ବଶରେ କରିପାରିବେ। ପଡ଼ିଶା ଘର ସୁନ୍ଦରୀ ଭାଉଜକୁ ପଟେଇ ପାରିବେ। ତାଠାରୁ କିଛି ବି କାମ ହାସଲ କରିପାରିବେ। ଏହି ବଶୀକରଣ କରିବା ସବୁଠାରୁ ସହଜ। ଏଥିପାଇଁ ଆପଣଙ୍କୁ କୌଣସି ପ୍ରକାର ମନ୍ତ୍ର ତନ୍ତ୍ର କରିବାକୁ ପଡ଼ିବନି କିମ୍ବା କିଛି ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। ଆପଣ ଅତି ସହଜରେ ଏହି ବଶୀକରଣ କରିପାରିବେ। ତେବେ ଏହି ବଶୀକରଣ ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ, ମୁଁ ଆପଣଙ୍କୁ ଶିଖେଇବି। ଜାଣିବା ପାଇଁ ଭିଡ଼ିଓଟିକୁ ଧ୍ୟାନ ସହିତ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ବିଧିଟି ଜାଣିବା ପୂର୍ବରୁ ଯଦି ଆପଣ ଆମ ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ, ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ ସର୍ବପ୍ରଥମେ ଆପଣ ଦେଖିପାରିବେ ଆଉ ତା'ର ଲାଭ ପାଇପାରିବେ। ବିଧିଟି ଜାଣିବା ପୂର୍ବରୁ ଆଉ ଗୋଟିଏ କଥା ମନେ ରଖନ୍ତୁ, ବଶୀକରଣ ଏମିତି ସେମିତି କାମ କରେନି। ମନରେ ସମ୍ପୂର୍ଣ୍ଣ ବିଶ୍ୱାସ, ନିଷ୍ଠା ଆଉ ଏକାଗ୍ରତାର ସହିତ ଆପଣଙ୍କୁ ଏହି ବଶୀକରଣ କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି ଆପଣ ଯାହାକୁ ଚାହିଁବେ ତାକୁ ଅତି ସହଜରେ ପଟେଇ ପାରିବେ। କେଉଁ ବି କୁଆଁରୀ ଝିଅ ବା ବିବାହିତା ନାରୀଠାରୁ ନିଜର ମନ ଚାହୁଁଥିବା କାମ ହାସଲ କରିପାରିବେ। ଦେଖନ୍ତୁ, ଯେଉଁପରି ଆପଣ ଭଗବାନଙ୍କୁ ମାନୁଛନ୍ତି, ଭଗବାନଙ୍କ ଉପରେ
विश्वास रखिचंती निजर सबु दुख कष्ट असुविधा भगवान को जणाउचंती जदि से असुविधार समाधान न हैला तार माने नुहे कि भगवान नांती। सेहीपरि मंत्र तंत्र हुए वशीकरण काम करे किंतु यहाकू आपनकू सिद्ध करने को पड़िबो। प्रयोग विधि ठीक भाबरे करने को पड़िबो। मु आपनकू जेमिति शिखेइबी आपनकू ठीक सेहीपरि करने को पड़िबो। तेबे जाई मु आपनकू ग्यारंटी देउची आपण जहाकू चाहिबे ताकू निजर करि परिबे। तेबे एही वशीकरण आपण किपरि करिबे केमिति करिबे चलंतु जानिबा। मने रखंतु एही वशीकरण करिबा पई आपनकू बेसी किछि सामग्रीर आवश्यक नाही। केवल 2टा लवंग आनिबे, खंडे साधा कागज आनिबे, कला रंगर कलम आनिबे आउ कला सूता आनिबे। आपणक घरे जो रील सूता थिबो सिलेई सूता कला रंगर सिलेई सूता आपण सेई सूतारू खंडे कला सूता आनिबे। तापरे कोन करिबे मने रखंतु एही वशीकरण विधि को आपण केउ भी दिन केउ भी समय रे करि परिबे किंतु विधिटी करिबा पूर्वरु भल भाबरे हाथ गोड़ धोईकी सफा वस्त्र पिंधिकी नाली रंगर आसन पकेईकी दक्षिण दिगकू मुह करिकी बसी पड़िबे। तापरे एही वशीकरण करिबे। एही सबु सामग्री आनि सारिबा परे आपण दक्षिण दिगकू मुह करिकी बसी पड़िबे। तापरे जो कागज आनिचंती से कागजरे प्रथमे सेई झियो बा नारीर नाम लिखिबे जहाकू आपण बसरे करने चाहूँगी। ता तले आपण गोटे शब्द लिखिबे मोहिनी सोहिनी कामदेवस्य। मोहिनी सोहिनी कामदेवस्य एही शब्द को आपण लिखिबे। लिखि सारिबा परे कौन करिबे से कागज को निजर सामने रखिबे। तापरे जो 2टा लवंग आनिचंती से 2टा लवंगरू गोटे लवंग हाथ में धरिबे। तापरे जेउ झियो बा नारी को आपण बसरे करने को चाहूँगी तार नाम 21 थर कहिबे। तापरे से लवंगरे 3 थर फुंकी देबे। से लवंग को से कागज उपरे रखिदेबे। तापरे आउ गोटे लवंग हाथ में धरिबे निजर नाम 21 थर कहिबे। तापरे से लवंगरे 3 थर फुंकी देबे। से लवंग को मध्य कागज उपरे रखिदेबे। एतिकी करि सारिबा परे से कागज आ लवंग को भल भाबरे मोड़िकी कला सूतारे बांधी देबे। एतिकी करि सारिबा परे कोन करिबे से जो पुटुळीटी हेइ जिवो से पुटुळी को आपण निज मनी पर्स रे किंबा पॉकेट रे रखिदेबे। ग्यारंटी देउची जे पर्यंत से लवंगर पुटुळी आपणक पाखरे थिबो से झियो हेउ बा विवाहिता नारी आपणक बसरे रहिबो। जहा चाहिबे ताहा करिबो। मन रखंतु मु आपणकू आउ थरे कहि रखुची मनरे कोनोसी खराब उद्देश्य किंबा कोनोसी खराब काम पई आपण एही वशीकरण को प्रयोग करिबेनी। जदि आपण सतरे से झियो को भल पाउचंती ताकू विवाह करने को चाहूँगी तेबे आपण एही वशीकरण प्रयोग करिबे। अन्यथा मनरे कोनोसी खराब उद्देश्य किंबा कोनोसी खराब काम पई एही वशीकरण प्रयोग करिबेनी। धन्यवाद।